ନମସ୍କାର, ଜୟ ଜଗନ୍ନାଥ। ଦର୍ଶକ ବନ୍ଧୁ, 55 ବର୍ଷ ପରେ ଆପଣ କେତେ ବର୍ଷ ବଞ୍ଚିପାରିବେ? ଆମ ଶରୀରରେ ଥିବା ଏହି 7ଟି ସଂକେତରୁ ମିଳିପାରିବ ଏହାର ଉତ୍ତର। ଆପଣ କ'ଣ ଜାଣନ୍ତି କି ଆମେ ଆମ ନିଜ ଶରୀରରୁ ମିଳୁଥିବା କିଛି ସଂକେତକୁ ଦେଖି ଅନୁମାନ କରିପାରିବା ଯେ ଆମେ ଆଉ କେତେ ବର୍ଷ ବଞ୍ଚିପାରିବା? ଆମ ଜୀବନର ଆୟୁ କେବେ ସମାପ୍ତ ହେବ? ହଁ, ଏମିତି କିଛି ସଂକେତ ଅଛି ଯାହା ଆମକୁ ଜଣାଇ ଦିଏ ଯେ ଆମ ପାଖରେ ଅଧିକ ସମୟ ଅଛି କିମ୍ବା ଆମ ସମୟ ସରି ଆସୁଛି। ତା'ଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଅଧିକାଂଶ ଲୋକ ଏହି ସଂକେତଗୁଡ଼ିକୁ ଦେଖିବା ପରେ ଅଣଦେଖା କରନ୍ତି ଓ ପରେ ଭାବିଲା ବେଳେ ବହୁତ ବିଳମ୍ବ ହୋଇଯାଇଥାଏ। ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଦୀର୍ଘାୟୁ ହେବାରେ ବଳ ଭାଗ୍ୟରେ ଥିବା କିମ୍ବା ବଂଶଗତ ହେବା ଉପରେ ନିର୍ଭର କରିଥାଏ, କିନ୍ତୁ ଆଜିର ବିଜ୍ଞାନ ପ୍ରମାଣ କରିସାରିଛି ଯେ ଏହା ସତ୍ୟ ନୁହେଁ। ଆମ ଶରୀରରୁ ଏମିତି କିଛି ସ୍ପଷ୍ଟ ସଂକେତ ମିଳିଥାଏ ଯାହା ଦର୍ଶାଇଥାଏ ଯେ ଆମ ସ୍ୱାସ୍ଥ୍ୟ ଭଲ ଅଛି କିମ୍ବା ଏହା ଚୁପଚାପ ଜବାବ ଦେବାକୁ ଗଲାଣି। ସବୁଠାରୁ ଖୁସିର କଥା ହେଉଛି ଯେ ଆମେ ବର୍ତ୍ତମାନ ଏହିସବୁ ବିଷୟରେ ଭଲ ଭାବରେ ବୁଝି ବିଚାରି ଏହାର ସଠିକ୍ ଯତ୍ନ ନେଇ ଏହାର ଆୟୁ ବୃଦ୍ଧି କରିପାରିବା। ଯଦି ଆପଣଙ୍କ ବୟସ 60 ବର୍ଷ କିମ୍ବା 55 ବର୍ଷ ତା'ଠାରୁ ଅଧିକ, ତେବେ ଧ୍ୟାନ ଦିଅନ୍ତୁ, କାରଣ ମୁଁ ଆପଣଙ୍କୁ ଯାହା କହିବାକୁ ଯାଉଛି ତାହା ଆପଣଙ୍କ ଜୀବନରେ ନିଶ୍ଚୟ ପରିବର୍ତ୍ତନ ଆଣିପାରିବ। ହୁଏତ ଆପଣ ଜାଣିପାରିନଥିବେ ଯେ ଆପଣଙ୍କ ଶରୀର ପୂର୍ବରୁ କିଛି କିଛି ସଂକେତ ଦେଉଛି, କିନ୍ତୁ ଯେତେବେଳେ ଆପଣ ଏହି ସଂକେତ ସବୁ ଚିହ୍ନିପାରିବେ, ତେବେ ସବୁ କିଛି ବୁଝିପାରିବେ। ଆସନ୍ତୁ ଏହି ସଂକେତଗୁଡ଼ିକ ବୁଝିବା। ପ୍ରଥମ ସଂକେତ। ଏମିତି ଏକ ସରଳ ଅଭ୍ୟାସ ଯେଉଁଥିରୁ ଆପଣଙ୍କ ବୟସ ଏବଂ ସ୍ୱାସ୍ଥ୍ୟ ସ୍ତର ସଠିକ୍ ଅନୁମାନ କରାଯାଇପାରେ, ତାହା ହେଉଛି ଆପଣଙ୍କ ଚାଲିବାର ଶୈଳୀ। ଆପଣଙ୍କ ଚାଲିବାର ତୀବ୍ରତା ନା କେବଳ ଆପଣଙ୍କ ସକ୍ରିୟ ବୟସକୁ ସୂଚାଇଥାଏ, ବରଂ ଏହା ଆପଣଙ୍କ ଶକ୍ତ ମାଂସପେଶୀ, ସୁସ୍ଥ ହୃଦୟ ଏବଂ ଉତ୍ତମ ମାନସିକ କ୍ଷମତାକୁ ଦର୍ଶାଇଥାଏ। ବୈଜ୍ଞାନିକ ଗବେଷଣାରୁ ଜଣାପଡ଼ିଛି ଯେ ଯେଉଁ ବୃଦ୍ଧ ବ୍ୟକ୍ତିମାନେ ଦୃଢ଼ ଗତିରେ ଚାଲିଥାନ୍ତି, ସେମାନେ ସାଧାରଣତଃ ଅଧିକ ଦିନ ବଞ୍ଚିଥାନ୍ତି। ଏହାର ଅର୍ଥ ନୁହେଁ ଯେ ଆମକୁ ଜୋରରେ ଦୌଡ଼ିବାକୁ ପଡ଼ିବ କିମ୍ବା ନିଜକୁ କ୍ଳାନ୍ତ କରିବାକୁ ପଡ଼ିବ, ବରଂ ଏହାର ଅର୍ଥ ହେଉଛି ଆମକୁ ଧୀରେ ଚାଲିବାରୁ ନିଜକୁ ଏଡ଼ାଇବାକୁ ପଡ଼ିବ। ଯେତେବେଳେ ଆମେ ଜୋରସେ ଚାଲୁଥାନ୍ତି, ସେତେବେଳେ ଏହା ଆମ ସୁସ୍ଥ ହୃଦୟ, ସକ୍ରିୟ ମାଂସପେଶୀ ଓ ବାହାରେ ଅଯୁକ୍ତ ସହ ଭଲ ଭାବରେ ମୁକାବିଲା କରିଥାଏ। ଏଣୁ ଆପଣ ପରୀକ୍ଷା କରି ନିଅନ୍ତୁ ଯେ ଏବେ ବି ପୂର୍ବପରି ଦୁର୍ବଳର ଚାଲିପାରୁଛନ୍ତି କି ଆପଣଙ୍କ ଚାଲିବା ଶକ୍ତି ଧୀର ହୋଇଯାଇଛି। ଯଦି ଆପଣଙ୍କୁ ମନେ ହେଉଛି ଯେପରି ଆପଣଙ୍କ ଚାଲିବାର ଗତି ହ୍ରାସ ପାଉଛି, ତେବେ ଏହା ଏକ ଚେତାବନୀ ହୋଇପାରେ, କିନ୍ତୁ ଭଲ ଖବର ହେଉଛି ଯେ ଆପଣ ଏହାକୁ ସୁଧାରି ପାରିବେ। ଦୈନନ୍ଦିନ ଜୀବନର ଛୋଟ ଛୋଟ ଭୁଲ ଅଭ୍ୟାସ ଆମ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିପାରେ। ଯେପରି ଯେତେବେଳେ ସମ୍ଭବ ହୁଏ, ଟିକେ ଦ୍ରୁତ ଗତିରେ ଚାଲିବାକୁ ଚେଷ୍ଟା କରନ୍ତୁ। ଘରେ ଚାଲିବା ସମୟରେ ନିଜ ଅଣ୍ଟାକୁ ସିଧା କରି ଚାଲନ୍ତୁ। କୌଣସି ବସ୍ତୁର ବିନା ସାହାଯ୍ୟରେ ଚାଲିବାର ଅଭ୍ୟାସ କରନ୍ତୁ। ଏହା କେବଳ ଆପଣଙ୍କ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ନୁହେଁ, ବରଂ ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହେବ। ଆମ ଡେରିରେ ଅନେକ ସଂକେତ ଅଛି ଯାହା ଆମ ହାତରୁ ମିଳେ। ଏହା ଆମର ସ୍ୱାସ୍ଥ୍ୟ ବିଷୟରେ ବହୁତ କିଛି କହିଥାଏ। ଆମ ସ୍ୱାସ୍ଥ୍ୟରେ ଏକ ଗୂଢ଼ ରହସ୍ୟ ଆମ ହାତରେ ଲୁଚି ରହିଛି। ବର୍ତ୍ତମାନ ଆପଣ ନିଜ ନିଜ ହାତର ଦୃଢ଼ତାକୁ ପରୀକ୍ଷା କରି ଦେଖନ୍ତୁ ଯେ କୌଣସି ବସ୍ତୁକୁ କେତେ ଜୋରରେ ଧରିପାରୁଛନ୍ତି, ତାହା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ଆପଣଙ୍କ ହାତର ଦୃଢ଼ତା ଆଗ ଭଳି ସକ୍ରିୟ ଅଛି, ବା ଆପଣ ଅନୁଭବ କରୁଛନ୍ତି ଯେ ଏହା ପୂର୍ବ ଅପେକ୍ଷା ଦୁର୍ବଳ ହୋଇଯାଇଛି? ଏହି ଦୃଢ଼ତା ଆମ ସ୍ୱାସ୍ଥ୍ୟ ବିଷୟରେ ବହୁତ କିଛି କଥା କହିଥାଏ।
ଯଦି ହାତର ଦୃଢ଼ତା ସକ୍ରିୟ, ତେବେ ଏହାର ଅର୍ଥ ଯେ କେବଳ ଆମ ମାଂସପେଶୀ ଦୃଢ଼ ଅଛି ତାହା ନୁହେଁ, ବରଂ ଏହା ମଧ୍ୟ ଦର୍ଶାଇଥାଏ ଯେ ଆମର ସ୍ନାୟୁ ବିକାଶ ଶକ୍ତି ଠିକ୍ ଭାବେ କାମ କରୁଛି କି ଆମ ରକ୍ତ ସଞ୍ଚାଳନ ଭଲ ଅଛି ଏବଂ ଆମ ଶରୀରର ଶକ୍ତିଶାଳୀ ଅଛି। ବୈଜ୍ଞାନିକ ପ୍ରମାଣ ମିଳିସାରିଛି ଯେ ଯେଉଁ ପୁରୁଷ ବା ମହିଳାଙ୍କ ହାତ ଦୃଢ଼ ସେମାନେ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚିଥାନ୍ତି ଏବଂ ସେମାନଙ୍କୁ ହଠାତ୍ ପଡ଼ିଯିବାର ହୃଦ୍ବେଗ ଓ ସ୍ନାୟୁବିକ ସମସ୍ୟା ହେବାର ଆଶଙ୍କା ବହୁତ କମ୍ ଥାଏ। ଏବେ ଚିନ୍ତା କରନ୍ତୁ, ଆପଣ ଗୋଟିଏ ଗ୍ଲାସ୍ ଧରୁଛନ୍ତି ବା ଢାଙ୍କୁଣୀ ଖୋଲୁଛନ୍ତି ବା କାହା ସହିତ ହାତ ମିଶାଉଛନ୍ତି। ଯେତେବେଳେ ଆପଣ ଅନୁଭବ କରୁଛନ୍ତି ଯେ ଆପଣଙ୍କ ହାତରେ ଦୃଢ଼ତା ଅଛି ବା ଏହା ଦୁର୍ବଳ ହୋଇଗଲାଣି, ଭାରୀ ଜିନିଷ ଉଠାଇବାରେ ଆପଣଙ୍କୁ ପୂର୍ବ ଅପେକ୍ଷା ଅଧିକ ଅସୁବିଧା ହେଉଛି କି ଏପରି ପରିବର୍ତ୍ତନ ଆମ ଶରୀରରେ ହଠାତ୍ ହୋଇନଥାଏ। ଯଦି ଆମେ ନିଜ ଶରୀର ପ୍ରତି ଧ୍ୟାନ ନ ଦେଉ, ତେବେ ଧୀରେ ଧୀରେ ଆମ ହାତ ଓ ବାହୁର ମାଂସପେଶୀ ଦୁର୍ବଳ ହେବାକୁ ଆରମ୍ଭ କରେ ଏବଂ ଏହା ଏକ ଅସୁସ୍ଥ ସଂକେତ ଯେ ଆମ ଶରୀରର ଶକ୍ତି ହ୍ରାସ ପାଉଛି। ତେବେ ଆମେ ଏହାର ନିବାରଣ କିପରି କରିପାରିବା? ଯେପରି ଚାଲିବା ଦ୍ୱାରା ଗୋଡ଼ର ମାଂସପେଶୀ ମଜବୁତ ହୁଏ, ସେହିପରି ଛୋଟ ଛୋଟ ବ୍ୟାୟାମ ଦ୍ୱାରା ଆମ ହାତ ଏବଂ ବାହୁର ମାଂସପେଶୀ ମଧ୍ୟ ମଜବୁତ ହୋଇଥାଏ। ସେଥିପାଇଁ ଜିମ୍ ଯିବାର କୌଣସି ଆବଶ୍ୟକତା ନାହିଁ, କେବଳ କିଛି ସରଳ ବ୍ୟାୟାମର ଅଭ୍ୟାସ କରିବା ଦରକାର। ପ୍ରତିଦିନ କିଛି ଭାରୀ ଜିନିଷ ଉଠାଇବାର ଅଭ୍ୟାସ କରନ୍ତୁ। ଏମିତି ଛୋଟ ଛୋଟ ଅଭ୍ୟାସକୁ ନିୟମିତ କରିବା ଦ୍ୱାରା ଆମ ମାଂସପେଶୀର ଶକ୍ତି ଫେରିଆସିଥାଏ ଏବଂ ଆମେ ଆମର ଦୈନନ୍ଦିନ କାର୍ଯ୍ୟ ସବୁ ସହଜରେ ଏବଂ ଆତ୍ମବିଶ୍ୱାସର ସହିତ କରିପାରିବା। ଶରୀରରେ ଦୁର୍ବଳତା କେବଳ ବୟସ ବୃଦ୍ଧିର ଲକ୍ଷଣ ନୁହେଁ, ଏହା ଆମ ସ୍ୱାସ୍ଥ୍ୟ ଜୀବନର ବିଷୟରେ ଗୋଟିଏ ଚେତାବନୀ। ଯଦି ଆପଣ ଦୀର୍ଘ ସମୟ ପାଇଁ ଆତ୍ମନିର୍ଭରଶୀଳ ରହିବା ପାଇଁ ଚାହୁଁଛନ୍ତି, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ। ତୃତୀୟ ସଂକେତ, ଆପଣମାନେ ଜାଣନ୍ତି, କେବଳ ହାତରେ ଦୃଢ଼ତା ନୁହେଁ, ଆମ ଶରୀରର ଅନ୍ୟ ଏକ ସଂକେତ ଅଛି ଯାହା ଆମର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘାୟୁ ବିଷୟରେ ଆମକୁ ଜଣାଇଥାଏ ଓ ଏହାର ଚାଲିବା ବା ଓଜନ ଉଠାଇବା ସହିତ କୌଣସି ସମ୍ପର୍କ ନାହିଁ। ଏବଂ ଗୋଟିଏ ଛୋଟ ପରୀକ୍ଷା କରନ୍ତୁ। ନିଜର ଗୋଡ଼କୁ ଉଠାଇ ସିଧା ହୋଇ ଠିଆ ହୁଅନ୍ତୁ ଏବଂ ଅତି କମ୍ରେ 10 ସେକେଣ୍ଡ ପାଇଁ ସନ୍ତୁଳନ ରକ୍ଷା କରିବା ପାଇଁ ଚେଷ୍ଟା କରନ୍ତୁ। ଦେଖନ୍ତୁ, ଯଦି ଆପଣ ଏହା କରିପାରୁନାହାନ୍ତି ବା ଆପଣଙ୍କର ଶରୀରରେ ସନ୍ତୁଳନ ରହୁନାହିଁ ବା ତୁରନ୍ତ ଅନ୍ୟ ଗୋଡ଼କୁ ଭୂମିରେ ରଖିବାକୁ ପଡ଼ୁଛି, ତେବେ ଏହା ଭଲ ଲକ୍ଷଣ ନୁହେଁ। ଏହି ସରଳ ପରୀକ୍ଷା ଆପଣଙ୍କର ସ୍ୱାସ୍ଥ୍ୟ ଓ ସମ୍ଭାବ୍ୟ ଆୟୁଷ ବିଷୟରେ ବହୁତ କିଛି କହିପାରେ। ଏହି ସନ୍ତୁଳନ ବଜାୟ ରଖିବାରେ ଆପଣଙ୍କ ମସ୍ତିଷ୍କ, ମାଂସପେଶୀ ଏବଂ ସ୍ନାୟୁବିକ ପ୍ରଣାଳୀ ଜଡ଼ିତ ହୋଇଥାଏ। ଯଦି ଆପଣ ଏହି ସନ୍ତୁଳନ ରଖିବାକୁ ଅସମର୍ଥ, ତେବେ ଆପଣଙ୍କ ମାଂସପେଶୀର ଶକ୍ତି ଏବଂ ସମନ୍ୱୟ ହ୍ରାସ ପାଉଛି। ଜାଣିନେବେ, ଏହି କାରଣରୁ ବୟସ୍କ ଲୋକମାନେ ଝୁଣ୍ଟି ପଡ଼ିବାର ଆଶଙ୍କା ଅଧିକ ଥାଏ। ଗୋଟିଏ କଥା ବହୁତ କମ୍ ଲୋକ ଜାଣିଥିବେ ଯେ 55 ବର୍ଷ ବୟସ ପରେ ପଡ଼ିଯିବା ବହୁତ ବିପଦପୂର୍ଣ୍ଣ ସମସ୍ୟା ମଧ୍ୟରୁ ଗୋଟିଏ ଅଟେ। ଗୋଟିଏ ଛୋଟ ଝୁଣ୍ଟିପଡ଼ିବା ଘଟଣା ମଧ୍ୟ ହାଡ଼ ଭାଙ୍ଗିବା ସହିତ ଗଭୀର ଆଘାତ ସୃଷ୍ଟି କରିପାରେ ଏବଂ ବୟସ ବଢ଼ିବା ସହିତ ଏହାର ଚିକିତ୍ସା ବହୁତ କଷ୍ଟକର ହୋଇଥାଏ। ପଡ଼ିଯିବା ପରେ ଆହତ ହୋଇଥିବା ଅନେକ ବୟସ୍କ ବ୍ୟକ୍ତି ସେମାନଙ୍କର ପୂର୍ବଭଳି ଚାଲିବା ବୁଲିବାର ସ୍ୱାଧୀନତା ହରାଇ ଦିଅନ୍ତି। କିନ୍ତୁ ଗୋଟିଏ ଭଲ ଖବର ହେଉଛି ଯେ ଏହି ଅସୁବିଧାକୁ ମଧ୍ୟ ଆପଣ ଏଡ଼ାଇ ପାରିବେ। ଆପଣଙ୍କ ଶରୀରର ସନ୍ତୁଳନକୁ ରକ୍ଷା କରିବା ପାଇଁ ପ୍ରତିଦିନ ଟିକିଏ ଅଭ୍ୟାସ ଆବଶ୍ୟକ। ଯେପରି ପ୍ରତିଦିନ ଦାନ୍ତ ଘଷିବା ସମୟରେ ଗୋଟିଏ ଗୋଡ଼ରେ ଠିଆ ହେବାକୁ ଚେଷ୍ଟା କରନ୍ତୁ। ହାତର ବିନା ସାହାଯ୍ୟରେ ଚେୟାରକୁ ଉଠାଇବାକୁ ଚେଷ୍ଟା କରନ୍ତୁ। ଉତ୍ତମ ସ୍ୱାସ୍ଥ୍ୟର ପ୍ରକୃତ ରହସ୍ୟ ହେଉଛି ବୟସ ବୃଦ୍ଧିକୁ ଏଡ଼ାଇବା ନୁହେଁ ଏବଂ ବୟସ ବୃଦ୍ଧି ପ୍ରକ୍ରିୟା ପାଇଁ ହିଁ ତା ଶରୀରକୁ ମଜବୁତ କରିବା। ଆମ ଶରୀରର ଯେତେ ବି ଭଲ ସନ୍ତୁଳନ ରକ୍ଷା କରିପାରିବା, ଆମେ ପଡ଼ିଯିବାର ବିପଦ ସେତେ କମ୍ ହେବ ଏବଂ ଆମ ଜୀବନ ସେତେ ଲମ୍ବା ଓ ଆତ୍ମନିର୍ଭରଶୀଳ ରହିପାରିବା।
ସଂକେତ ଆମ ପାଖରେ ଆଉ ଏକ ସଂକେତ ଅଛି ଯାହା ସିଧାସଳଖ ଆପଣଙ୍କ ଜୀବନକୁ ପ୍ରଭାବିତ କରିଥାଏ। ପ୍ରତ୍ୟେକ ରାତିରେ ଯେତେବେଳେ ଆପଣ ଶୋଉଛନ୍ତି ସେତେବେଳେ ଧ୍ୟାନ ରଖନ୍ତୁ ଯେ ଆପଣଙ୍କ ରାତିରେ କିପରି ନିଦ ହେଉଛି। ଯଦି ଆପଣଙ୍କୁ ଭଲ ନିଦ ହେଉଛି ତେବେ ଏହାର ଅର୍ଥ ଆପଣ ସୁସ୍ଥ ଅଛନ୍ତି। ଯଦି ଆପଣଙ୍କୁ ଠିକ୍ସେ ନିଦ ହେଉନାହିଁ, ବାରମ୍ବାର ପାର୍ଶ୍ୱ ବଦଳାଉଛନ୍ତି, ବାରମ୍ବାର ରାତିରେ ଆପଣଙ୍କର ନିଦ ଭାଙ୍ଗୁଛି ଏବଂ ସକାଳୁ ଉଠିବା ପରେ ଆପଣଙ୍କୁ ଏପରି ଅନୁଭବ ହେଉଛି ଯେପରି ଆପଣଙ୍କ ନିଦ ପୂରା ହୋଇନାହିଁ, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ସଂକେତ ନୁହେଁ। କାରଣ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ ସକାଶେ ନିଦ୍ରାର ଗୁଣବତ୍ତା ଏକ ଗୁରୁତ୍ୱପୂର୍ଣ୍ଣ ମାପକାଠି ହୋଇଥାଏ। ଭଲ ନିଦ କେବଳ ବିଶ୍ରାମ ପାଇଁ ଜରୁରୀ ନୁହେଁ, ବରଂ ଏହା ସେହି ସମୟ ଯେତେବେଳେ ଆମ ଶରୀର ନିଜକୁ ମରାମତି କରି ଆଗାମୀ ଦିନ ପାଇଁ ଆମକୁ ପ୍ରସ୍ତୁତ କରେ। ଏହାଦ୍ୱାରା ସ୍ମୃତିଶକ୍ତିରେ ବୃଦ୍ଧି ହୋଇଥାଏ, ଆମର ରୋଗ ପ୍ରତିରୋଧକ ଶକ୍ତିରେ ଉନ୍ନତି ହୋଇଥାଏ। ଆପଣ ଜାଣନ୍ତି, ଅନେକ ଲୋକ ବୃଦ୍ଧାବସ୍ଥାରେ ଠିକ୍ ଭାବରେ ଶୋଇପାରନ୍ତି ନାହିଁ। ସେହି କାରଣରୁ ଖରାପ ନିଦ, ଉଚ୍ଚ ରକ୍ତଚାପ, ମଧୁମେହ, ହୃଦ୍ରୋଗ ହୋଇଥାଏ। ଯଦି ପ୍ରତିଦିନ ସକାଳେ ଆପଣଙ୍କ ନିଦ ପୂରା ହୋଇନଥାଏ, ଆପଣ କ୍ଳାନ୍ତ ହୋଇ ଉଠିଥାନ୍ତି କିମ୍ବା ଉଠିବା ପରେ ଆପଣଙ୍କୁ ସତେଜତା ଅନୁଭବ ହେଉନଥାଏ, ତେବେ ଆପଣଙ୍କ ଶରୀରରେ କିଛି ଅସୁବିଧା ଥିବା ବା ଖରାପ ହେବାର ସଂକେତ ଦେଉଛି। ଏହିପରି ଖରାପ ଖାଦ୍ୟ ପେୟ, ମାନସିକ ଚାପ, ଅସ୍ୱସ୍ତିକର ପରିବେଶ, ନିଦ୍ରାହୀନତା ବା ଶ୍ୱାସକ୍ରିୟାରେ ସମସ୍ୟା ଭଳି ଅନେକ କାରଣ ହେତୁ ହୋଇପାରେ। କିନ୍ତୁ ଏହି ସମସ୍ୟାର ସମାଧାନ ବି ଅତ୍ୟନ୍ତ ସହଜ। ଏଥିପାଇଁ ପ୍ରଥମେ ଆପଣ ଦୈନନ୍ଦିନ କାର୍ଯ୍ୟସୂଚୀ ପ୍ରତି ଧ୍ୟାନ ଦିଅନ୍ତୁ, କାରଣ ଶରୀରକୁ ଶୋଇବା ବା ଉଠିବା ପାଇଁ ନିୟମିତ ସମୟର ଆବଶ୍ୟକ ହୋଇଥାଏ। ପଞ୍ଚମ ସଂକେତ, ଭଲ ସ୍ୱାସ୍ଥ୍ୟର କଥା ଆସିଲେ ଆପଣ କ'ଣ ଠିକ୍ ସମୟରେ ଭୋକ ଲାଗିବାର ଅନୁଭବ କରିଛନ୍ତି? ନା ଆପଣ ଏପରି ଅନୁଭବ କରନ୍ତି ଯେପରି ବା ଆପଣଙ୍କ ଖାଇବାର ଆଗ୍ରହ କମିଯାଉଛି? ଭୋକ ଉତ୍ତମ ସ୍ୱାସ୍ଥ୍ୟ ରହିବାକୁ ଗୁରୁତ୍ୱପୂର୍ଣ୍ଣ ମାପକାଠି। ଯଦି ଆପଣଙ୍କ ଶରୀର ଠିକ୍ ଭାବେ କାମ କରୁଛି, ତେବେ ଏହା ସଠିକ୍ ସମୟରେ ଖାଇବାର ଆବଶ୍ୟକତା ଅନୁଭବ କରିଥାଏ, ଯାହାଦ୍ୱାରା ଏହାକୁ ଆବଶ୍ୟକତା ମିଳିଥାଏ ଏବଂ ଶରୀରରେ ଶକ୍ତି ବଜାୟ ରହିବାରେ। କିନ୍ତୁ ଯଦି ହଠାତ୍ ଭୋକ କମିଯାଏ, ତେବେ ଏହା ଏକ ଗମ୍ଭୀର ସମସ୍ୟାର ଲକ୍ଷଣ ହୋଇପାରେ। ଅନେକ ବୟସ୍କ ବ୍ୟକ୍ତି ଖାଦ୍ୟ ପ୍ରତି ଆଗ୍ରହ କମିଯିବାର ଅଭିଯୋଗ କରନ୍ତି। ଏହା ସେମାନଙ୍କର ବଦଳିଯିବା ସ୍ୱାଦ ନୁହେଁ, ବରଂ ଶରୀରରେ ହେଉଥିବା ପରିବର୍ତ୍ତନ ଯୋଗୁଁ ହୋଇଥାଏ। ଏହା ଆମ ପାଚନ ଶକ୍ତିରେ ହ୍ରାସ ଏବଂ ସ୍ୱାଦରେ ପରିବର୍ତ୍ତନ, ସମାଚାର କିମ୍ବା କୌଣସି ଅଜଣା ରୋଗର ଲକ୍ଷଣ। ଭୋକ ନ ଲାଗିବା ତୃଷ୍ଣା ଅଭାବର କାରଣ, ଯାହା ମାଂସପେଶୀକୁ ଦୁର୍ବଳ କରିଥାଏ, ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଥାଏ ଏବଂ ବାର୍ଦ୍ଧକ୍ୟ ସ୍ରାବ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ। ଠିକ୍ ସେହି ସମୟରେ ଭୋକ ଲାଗିବା ପାଇଁ କ'ଣ କରିପାରିବା? ପ୍ରୋଟିନ୍ଯୁକ୍ତ ଖାଦ୍ୟ ଖାଆନ୍ତୁ, ଯାହାଦ୍ୱାରା ମାଂସପେଶୀ ମଜବୁତ ରହିବ, ପାଚନ ଶକ୍ତି ବଢ଼ିବ, ମାନସିକ ସ୍ୱାସ୍ଥ୍ୟ ଭଲ ରହିବ। ଖାଦ୍ୟରେ ଥିବା କାର୍ବୋହାଇଡ୍ରେଟ୍ ଆପଣଙ୍କୁ ସାରା ଦିନ ଉର୍ଜା ରଖିଥାଏ। ଫଳ, ପନିପରିବା ଓ ପ୍ରୋଟିନ୍ଯୁକ୍ତ ଖାଦ୍ୟ ଆପଣଙ୍କର ଶକ୍ତି ଓ ରୋଗ ପ୍ରତିରୋଧକ ଶକ୍ତି ଉଭୟକୁ ବୃଦ୍ଧି କରିଥାଏ। ନିୟମିତ ଗୋଟିଏ ସମୟରେ ଖାଇବାର ଅଭ୍ୟାସ କରିବା ନିହାତି ଦରକାର, ଯାହାଦ୍ୱାରା ଶରୀର ଭଲ କାମ କରେ। ସମୟ ଅନୁସାରେ ଭୋକ ଲାଗିବା ସ୍ୱାସ୍ଥ୍ୟ ଏବଂ ଦୀର୍ଘାୟୁ ହେବାର ସଂକେତ। ସ୍ୱାସ୍ଥ୍ୟ ସଂକେତ ଆମ ଶରୀରର ଯେପରି ଏକ ଲକ୍ଷଣ ଅଛି, ଯାହା ଆମ ବୟସ ଉପରେ ଗଭୀର ପ୍ରଭାବ ପକାଇଥାଏ, ତାହା ହେଉଛି ଆମର ଚିନ୍ତା। ଆପଣ କ'ଣ ଲକ୍ଷ୍ୟ କରିଛନ୍ତି, କିଛି ଲୋକ ବୃଦ୍ଧ ହେବା ପରେ ମଧ୍ୟ ଅତ୍ୟନ୍ତ ଶାନ୍ତ ଓ ଖୁସି ରହିଥାନ୍ତି? ଯେପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଚିନ୍ତାଗ୍ରସ୍ତ ଓ ଚିଡ଼ିଚିଡ଼ା ଦେଖାଯାଆନ୍ତି। ବହୁତ କମ୍ ଲୋକ ଏହା ଜାଣନ୍ତି ଯେ ଆମର ଚିନ୍ତାକୁ ନିୟନ୍ତ୍ରଣ କରିବାର ସାମର୍ଥ୍ୟ ହିଁ ଆମେ କେତେକ ଅଧିକ ଏବଂ କମ୍ ଦିନ ବଞ୍ଚିବା ତାହା ସୃଷ୍ଟିର
ସୃଷ୍ଟି କରିପାରେ। ଚିନ୍ତା କେବଳ ଏକ ମାନସିକ ସମସ୍ୟା ନୁହେଁ, ଏହା ସିଧାସଳଖ ଆମ ଶରୀରକୁ ପ୍ରଭାବିତ କରିଥାଏ। ଯେତେବେଳେ ଆମେ ନିରନ୍ତର ଚିନ୍ତା ରହୁ, ଆମ ଶରୀରରୁ କୋଲେଷ୍ଟ୍ରଲ୍ ନାମକ ଏକ ହର୍ମୋନ୍ ନିର୍ଗତ ହୁଏ, ଯାହା ଆମର ରୋଗ ପ୍ରତିରୋଧକ କ୍ଷମତାକୁ ଦୁର୍ବଳ କରିଦିଏ, ଆମ ରକ୍ତଚାପକୁ ବୃଦ୍ଧି କରେ, ବୟସ ବୃଦ୍ଧିର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରେ। ଏହାର ଅର୍ଥ ହେଉଛି, ଯଦି ଆପଣ ସର୍ବଦା ଚିନ୍ତାରେ ରୁହନ୍ତି, ତେବେ ଏହା ଆପଣଙ୍କ ହୃଦୟ ଓ କିଡ୍ନି ଉପରେ ପ୍ରଭାବ ପକାଇଥାଏ। ଆମେ ଆମର ଚିନ୍ତାକୁ କମାଇବା ପାଇଁ କ'ଣ କରିବା ଉଚିତ? ଏଥିପାଇଁ ଆପଣ ନିୟମିତ ଓ ବ୍ୟବସ୍ଥିତ ଦିନ ସଞ୍ଚାରକୁ ଆପଣାଇବା ଉଚିତ। ଏହାଦ୍ୱାରା ମନକୁ ଶାନ୍ତି ମିଳିଥାଏ। ପ୍ରତିଦିନ ଧୀର ଓ ଗଭୀର ନିଶ୍ୱାସ ନେବାର ଅଭ୍ୟାସ କରନ୍ତୁ। ଏହା ଆମ ଚିନ୍ତାକୁ କମ୍ କରେ। ଆପଣ ନିଜର ପ୍ରିୟ ବନ୍ଧୁମାନଙ୍କ ସହିତ ନିଜ ହସଲୁହ ଭାଗ ବାଣ୍ଟନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କ ମନ ପ୍ରଫୁଲ୍ଲିତ ରହିଥାଏ। ଯଦି ଚିନ୍ତାକୁ ନିୟନ୍ତ୍ରଣ କରାନଯାଏ, ତେବେ ଏହା ଆମର ମୂଲ୍ୟବାନ ଜୀବନକୁ ଛଡ଼ାଇ ନେଇଯାଇଥାଏ। ସପ୍ତମ ସଂକେତ। ଏହିସବୁ ଶାରୀରିକ ସଂକେତ ଉପରେ ଏପରି ଗୋଟିଏ ଉପାୟ ଅଛି, ଯାହା ଆମକୁ ଚିନ୍ତାମୁକ୍ତ, ସ୍ୱାସ୍ଥ୍ୟବାନ ଓ ଦୀର୍ଘାୟୁ କରିବା ପାଇଁ ଲାଭବାନ ଭାବେ ପ୍ରମାଣିତ ହୋଇଛି। ଏହା ହେଉଛି ଆମର ବ୍ୟକ୍ତିଗତ ଓ ସାମାଜିକ ସମ୍ପର୍କ। ଏହା ହେଉଛି ଜୀବନରେ ସବୁଠାରୁ ବଡ଼ ରହସ୍ୟ। ଥରେ ଭାବି ଦେଖନ୍ତୁ, ନିକଟ ଭବିଷ୍ୟତରେ ଆପଣ ଆନ୍ତରିକତା ସହିତ କାହା ସହ କଥା ହୋଇଛନ୍ତି କି? ଆପଣଙ୍କର କ'ଣ ଏପରି କେହି ଅଛନ୍ତି, ଯାହା ସହିତ ଆପଣ ଆପଣଙ୍କର ଦୁଃଖ, ସୁଖ, ଚିନ୍ତା ଓ ଶାନ୍ତିର କିଛି ମୁହୂର୍ତ୍ତ ବାଣ୍ଟି ପାରିବେ? 55 ବର୍ଷ ବୟସ ପରେ ନିଜକୁ ଏକୁଟିଆ ଅନୁଭବ କରିବା, ଏହା ସ୍ୱାସ୍ଥ୍ୟ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ଏହା କେବଳ ଆମକୁ ଏକାକିତ୍ୱ ଅନୁଭବ କରାଇ ନଥାଏ, ବରଂ ଏହା ଆମ ଶରୀର ଓ ମନ ଉଭୟକୁ ଭୟଙ୍କର ଭାବେ ପ୍ରଭାବିତ କରିଥାଏ। ଗବେଷଣାରୁ ପ୍ରମାଣିତ ହୋଇଛି ଯେ, ଯେଉଁମାନଙ୍କର ସାମାଜିକ ସମ୍ପର୍କ ବା ବ୍ୟକ୍ତିଗତ ସମ୍ପର୍କ କମିଥାଏ, ସେମାନଙ୍କୁ ଶୀଘ୍ର ମାନସିକ ରୋଗ ଆସିବାର ଆଶଙ୍କା ଅଧିକ ଥାଏ। ସମୟ ସହିତ ଆମ ଦିନଯାତ୍ରାରେ ପରିବର୍ତ୍ତନ ଆସୁଛି। ପିଲାମାନେ ସେମାନଙ୍କର ଜୀବନଚର୍ଯ୍ୟାରେ ବ୍ୟସ୍ତ ହୋଇଯାଆନ୍ତି ଓ କିଛି ବନ୍ଧୁବାନ୍ଧବ ଦୂରାଇ ଯାଆନ୍ତି। ଏହାକୁ ସୁଧାରିବା ପାଇଁ ଆମେ କିଛି ନୂତନ ସମ୍ପର୍କ ଗଢ଼ିବା, ସାମାଜିକ କାର୍ଯ୍ୟକଳାପରେ ଯୋଗ ଦେବା, ନିଜ ପଡ଼ୋଶୀ ସହ କଥା ହେବା, ଘରୁ ବାହାରକୁ ବାହାରି ଅନ୍ୟମାନଙ୍କ ସହ କଥା ହେବା, ପୁରୁଣା ବନ୍ଧୁବାନ୍ଧବ ସହ ମିଶି ନିଜର ସୁଖ ଦୁଃଖ ସେୟାର କରିବା। ଏପରି କରିବା ଦ୍ୱାରା ମାନସିକ ଏବଂ ଭାବପ୍ରବଣତା ଆମ ସ୍ୱାସ୍ଥ୍ୟ ଉପରେ ଏକ ବିରାଟ ସକାରାତ୍ମକ ପ୍ରଭାବ ପକାଇଥାଏ। ଏପରି ସାମାଜିକ ସମ୍ପର୍କ କେବଳ ଆପଣଙ୍କ ଏକାକିତ୍ୱକୁ ଦୂର କରିବ ତାହା ନୁହେଁ, ବରଂ ଏହା ଆପଣଙ୍କୁ ଏକ ଉତ୍ତମ ଓ ଦୀର୍ଘ ଜୀବନ ବଞ୍ଚିବାରେ ସାହାଯ୍ୟ କରିବ। ଯେତେବେଳେ ଆପଣ ଏହି 7ଟି ସଂକେତକୁ ବୁଝିପାରୁଛନ୍ତି, ବର୍ତ୍ତମାନ ଏକ ଧୀର ଓ ସୁସ୍ଥ ମନରେ ଭାବନ୍ତୁ, ଆପଣ ନିଜ ଶରୀରରେ କେବେ ହେଲେ ଏହି ସଂକେତ ଅନୁଭବ କରିଛନ୍ତି କି? କ'ଣ ଆପଣଙ୍କ ଚାଲିବାର ଗତି ମନ୍ଥର ହେଉଛି କି? କ'ଣ ଆପଣଙ୍କ ହାତର ଗତି ଦ୍ରୁତ ଅଛି କି? କ'ଣ ଆପଣ ଭଲ ଭାବରେ ଶୋଇପାରୁଛନ୍ତି କି? ଏହି ଛୋଟ ଛୋଟ ବିଷୟରେ ହିଁ ନିର୍ଣ୍ଣୟ କରିବା କ'ଣ ଆପଣ ଖୁସି ଅଛନ୍ତି ନା ନାହିଁ। ଆପଣ ନିଜର ଆଗାମୀ ଜୀବନକୁ ଶକ୍ତିବାନ, ଊର୍ଜା ଓ ଆତ୍ମନିର୍ଭରଶୀଳତା ସହିତ ବିତାଇବା କିମ୍ବା ସୀମାବଦ୍ଧତା ଦ୍ୱାରା ଆବଦ୍ଧ ହୋଇ ବିତାଇବା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆଜି ଆପଣଙ୍କର ସ୍ୱାସ୍ଥ୍ୟ କିପରି ଅଛି, ଏହା ଚିନ୍ତାର ବିଷୟ ନୁହେଁ। ସବୁବେଳେ କିଛି ନା କିଛି ଭଲ ପଦକ୍ଷେପ ନିଆଯାଇପାରିବ। ଆପଣ ଏହି ସଂକେତ ପ୍ରତି ଯେତେ ଧ୍ୟାନ ଦେବେ, ସେତେ ଭଲ ଫଳାଫଳ ପାଇପାରିବେ। କାରଣ ଏହାଦ୍ୱାରା ଆସ୍ତେ ଆସ୍ତେ ନିଜର ଜୀବନ, ଶରୀର ସୁସ୍ଥ ରହିବାର କ୍ଷମତା ବୃଦ୍ଧି ହେବାର ଆପଣ ଦେଖିପାରିବେ। ଭିଡ଼ିଓଟିକୁ ଏଇଠାରେ ଶେଷ କରୁଛି। ଦର୍ଶକ ବନ୍ଧୁ, ଆପଣମାନେ ମୋର ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ମୁଁ ଆପଣମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ଯଦି ଆପଣମାନେ ମୋର ଏହି ଭିଡ଼ିଓରୁ କିଛି ବି ଶିକ୍ଷଣୀୟ କଥା ଶିଖିପାରିଥିବେ, ତେବେ ଦୟାକରି ଭିଡ଼ିଓଟିକୁ ଗୋଟିଏ ଛୋଟିଆ ଲାଇକ୍ କରି ଆମ ଚ୍ୟାନେଲ୍ ସୋନା ରିତୁ ଲାଇଫଷ୍ଟାଇଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ତାହା ସହ କମେଣ୍ଟରେ ଜୟ ବଜରଙ୍ଗ ବୋଲି ନିଶ୍ଚିତ ଲେଖନ୍ତୁ
ଏବଂ ଜୟ ଜଗନ୍ନାଥ ବୋଲି ନିଶ୍ଚୟ ଲେଖନ୍ତୁ। ଏହାଦ୍ୱାରା ଜୟ ଜଗନ୍ନାଥ ଆପଣଙ୍କର ଏବଂ ଆପଣଙ୍କ ପରିବାରର ମଙ୍ଗଳ କରିବେ। ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ।